मैं साला स्टार्ट नहीं किया, ओनली उधर से चुपके से ऐसा करता रहता हूँ। क्या करना चाहते हो? तो सांगମାନେ ଆଜି ମୁଁ ଏମିତି ଗୋଟେ ଜାଗା ଯାଉଛି ଯାହା ଆପଣମାନଙ୍କୁ ମୁଁ ତାର ଡିଟେଲ୍ସ ମୁଁ କହିବି। ତ ଆପଣମାନେ ଜାଣିସାରିଥିବେ ପ୍ରଥମ ଭିଜୁଆଲ୍ ଦେଖିକିରି, ତ ତଥାପି ମୁଁ ଆପଣମାନଙ୍କୁ ପୁରା ଡିଟେଲ୍ସ କହିବି। ତ ଭିଡ଼ିଓର ଆରମ୍ଭରୁ ଶେଷ ଯାଏଁ ଦେଖନ୍ତୁ। ଚାଲନ୍ତୁ ଫ୍ରେଣ୍ଡସ୍, ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତ ସାଙ୍ଗମାନେ ଆସିକି ଆମେ ପହଞ୍ଚିଗଲୁ। ତ ଏଠି ଆମେ ଗାଡ଼ି ପାର୍କିଂ କଲୁ। ଚାର୍ଜେସ୍ ଅଛି କି ନାହିଁ ମୁଁ ଆପଣଙ୍କୁ ଭିଡ଼ିଓ ମଝିରେ ହିଁ କହିବି। ତ ଏଠି ଆପଣମାନେ ଯେତେବେଳେ ଆସୁଛନ୍ତି, ଏଠି ସାମ୍ନାରେ ଆପଣମାନେ ବହୁତ ସାରା ଦୋକାନ ଦେଖିବା ପାଇଁ ମିଳିବ। ତ ଏଇଟା ହେଉଛି ମେନ୍ ଏଣ୍ଟ୍ରାନ୍ସ, ଯାହାକି ଏଇ ପାଟରେ ହିଁ ଆପଣମାନଙ୍କୁ ଭିତରକୁ ପ୍ରବେଶ କରିପାରିବେ ଆଉ ଏପଟେ ହିଁ ଏକ୍ଜିଟ୍ କରିପାରିବେ। ତ ଆମେ ଚାଲନ୍ତୁ ଭିତରକୁ ଯିବା। ତ ଏଠି ସାଙ୍ଗମାନେ ଫାଇନାଲି ଆମେ ଭିତରକୁ ପଶି ଆସିଲୁ। ପଶି ଆସିଲା ପରେ ଦେଖିପାରୁଥିବେ ଏଠି ବହୁତ ବାହାରର ଲୋକମାନେ ମଧ୍ୟ ଆସୁଛନ୍ତି ଦର୍ଶନ କରିବା ପାଇଁ। ତ ଆପଣମାନେ ବି ଦେଖିପାରୁଥିବେ ସାମ୍ନାରେ ଇଏ ହେଉଛି ବହୁତ ସୁନ୍ଦର ମନ୍ଦିର। ଏ ମନ୍ଦିରର ବହୁତ ବଡ଼ ରହସ୍ୟ ଅଛି, ମୁଁ ଆପଣମାନଙ୍କୁ ଧୀରେ ଧୀରେ ସମ୍ପୂର୍ଣ୍ଣ ଜଣେଇବି। ଆଉ ଏଠି ଆପଣମାନେ ବି ଦେଖିପାରୁଥିବେ ବହୁତ ସୁନ୍ଦର ସମୁଦ୍ର କୂଳ ବି ମନ୍ଦିର ପାଖରେ ଲାଗି ରହିଛି। ତ ଚାଲନ୍ତୁ ମନ୍ଦିର ପାଖକୁ ଯିବା। ସାଙ୍ଗମାନେ ଇଏ ଗୋଟେ ସହର, ଯାହାକି ମହାବଳୀପୁରମର ମାମଲାପୁରମ ଗୋଟେ ସହର। ତ ଏଇ ଯେଉଁ ସହରଟି ଆପଣମାନଙ୍କୁ ବେଙ୍ଗଲର କୋଣରେ ଦେଖିବା ପାଇଁ ମିଳିବ। ତ ଇଏ ହେଉଛି 6ରୁ 9 ଶତାବ୍ଦୀରେ ୟାର ବହୁତ ବଡ଼ ପୋର୍ଟ ସିଟି ଥିଲା। ସାଙ୍ଗମାନେ ଏଇ ଯେଉଁ ମନ୍ଦିରଟି ରହିଛି, ମନ୍ଦିରଟା ଯେତେବେଳେ ବିକାଶ ହୋଇଥିଲା, ତ ସେତେବେଳେ ନରସିଂହବରମ ଜଣେ ରାଜା ଥିଲେ, ତାଙ୍କ ସମୟରେ ଏଇ ମନ୍ଦିରଟିର ବିକାଶ ହେଇଥିଲା। ତ ସାଙ୍ଗମାନେ ଏଠି ଆପଣମାନଙ୍କୁ ଶିବଲିଙ୍ଗ ବି ଆପଣମାନେ ଦେଖିବା ପାଇଁ ମିଳିଯିବ। ବହୁତ ପ୍ରକାର ଷ୍ଟ୍ରକ୍ଚର ଆପଣମାନଙ୍କୁ ଦେଖିବା ପାଇଁ ମିଳିବ, ଯାହାକି ବହୁତ ଗୁଡ଼ାଏ ବୃଷଭଙ୍କର ପଥରର ମୂର୍ତ୍ତି ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ଆଉ ବହୁତ ପୁରୁଣା ଯୁଗର ପଥର ମଧ୍ୟ ରହିଛି ଏଠି, ଆପଣମାନେ ତାହା ବି ଦେଖିବା ପାଇଁ ମିଳିବ। ଏଠି 400ରୁ ଅଧିକ ମାଉଣ୍ଟେନ୍ ଆଉ ମନ୍ଦିର ବି ଅଛି, ଆପଣମାନେ ତାହା ବି ମଧ୍ୟ ଦର୍ଶନ କରିପାରିବେ। 400 ମନ୍ଦିର ଥିଲା, ତା ମଧ୍ୟରୁ କିଛି ମନ୍ଦିର ଯେଉଁଟାକି ସ୍ୱର ଟେମ୍ପୁଲ ଆଉ ପଞ୍ଚରଥ, ଅର୍ଜୁନ ପେନାନ୍ସ ଆଉ ବହୁତ ବଡ଼ କେବ୍ ମନ୍ଦିର ଯାହାକି ଏଠି ରହିଛି। ଥିବା ଯେତିକି ଷ୍ଟ୍ରକ୍ଚର ରହିଛି ତାହା ପଲ୍ଲବ କିଙ୍ଗ ଜଣେ ରାଜା ଥିଲେ, ଯାହାକି 7ରୁ 8 ଶତାବ୍ଦୀ ଭିତରେ ସେ ବନେଇଥିଲେ। ତ ମନ୍ଦିର ପାଖାପାଖିରେ ଆପଣମାନଙ୍କୁ ସମୁଦ୍ର ମଧ୍ୟ ଦେଖିବା ପାଇଁ ମିଳିବ। ସମୁଦ୍ର କୂଳରେ ଯେହେତୁ ମନ୍ଦିର ରହିଛି, ଏ ମନ୍ଦିରର ନାଁ ଯାହାକି ରହୁଛି ସ୍ୱର ଟେମ୍ପୁଲ। ତ ଏଠି ଆପଣମାନଙ୍କୁ ମହାଦେବଙ୍କର ଲିଙ୍ଗ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ତ ବହୁତ ସୁନ୍ଦର ସମୁଦ୍ର କୂଳ, ବହୁତ ଶାନ୍ତି ଲାଗିବ। ତା ସହିତ ବହୁତ ଗୁଡ଼ାଏ ଆପଣମାନଙ୍କୁ ଦୋକାନ ମଧ୍ୟ ଦେଖିବା ପାଇଁ ମିଳିବ। ବିଭିନ୍ନ ପ୍ରକାର ଶଙ୍ଖ ଆହୁରି ବିଭିନ୍ନ ପ୍ରକାରର ଜିନିଷ ଆପଣମାନଙ୍କୁ ଦେଖିବା ପାଇଁ ମିଳିବ। ଛୋଟ ଛୁଆଙ୍କ ଖେଳନା ଠାରୁ ଆରମ୍ଭ କରି ବଡ଼ ପିଲା ପର୍ଯ୍ୟନ୍ତ କପଡ଼ା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜିନିଷ ଆପଣମାନଙ୍କୁ ଏଠି ମିଳିଯିବ। ତ ସଙ୍ଗେ ସଙ୍ଗେ ଆମେ ତା ଦର୍ଶନ କରିସାରିବା ପରେ ଏଠି ଆପଣଙ୍କୁ ବିଷ୍ଣୁ ମନ୍ଦିର ପାଖାପାଖି ହାଫ୍ କିଲୋମିଟର ଭିତରେ ମିଳିଯିବ। ତ ବିଷ୍ଣୁ ମନ୍ଦିର ଯେହେତୁ ବନ୍ଦ ଥିଲା, ଆମେ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲୁ କ୍ରିଷ୍ଣା ବଟରଫ୍ଲାଏ, ଯେଉଁଠି ଏଠି ଆପଣମାନେ ଦେଖିପାରୁଥିବେ ଏଠି ହେଉଛି ବହୁତ ପ୍ରସିଦ୍ଧ। କିଛି ଲୋକଙ୍କର ମତ ଅନୁଯାୟୀ ଏଇ ଜାଗାରେ ବହୁତ ପୁରୁଣା ଯୁଗରୁ କିଛି ଲୋକଙ୍କ ମନୋବୃତ୍ତି ରହିଛି କି ଆଗରୁ ଶ୍ରୀକୃଷ୍ଣଙ୍କର ହାତର ଲଡ଼ୁ ଯେମିତି ଥିଲା, ତ ଏଇଟା ହେଉଛି ସେମିତି ଯେଉଁ ପଥରଟି ଲଡ଼ୁ ପରି ଦେଖିବା ପାଇଁ। ତାପରେ ଏଇ ଯେଉଁ ପାର୍କ ଭିତରେ ଆପଣମାନଙ୍କୁ ଦେଖିବା ପାଇଁ ମିଳିଯିବ ତ୍ରିଦେବଙ୍କର ମନ୍ଦିର, ଯାହାକି ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱରଙ୍କ ମନ୍ଦିର ମଧ୍ୟ ଏଠି ସ୍ଥାପନା ହେଇଛି, ତାହା ମଧ୍ୟ ଦେଖିପାରୁଥିବେ। ଆମେ ଯାଉଛୁ ସେ ମନ୍ଦିର ପାଖକୁ, ଆପଣମାନଙ୍କୁ ମୁଁ ସମ୍ପୂର୍ଣ୍ଣ ଦେଖେଇବି।
तो ये जो 3टी गुंफा परी रही तो ये 3टी महादेव और विष्णु ता सहित ब्रह्मांकर मूर्ति रही आपण मैंने जो पत्थर मु कहूली ये पत्थरटी पछपटू देखिबार दृश्य ये पत्थरटीर बहुत पुराना महात्म्य रही जहाँकि आपण मैंने देखिपे कम से कम टिके जगार लगी रही पत्थरटी लोकंर कहवा अनुजाई प्रायतः 700 वर्ष पूर्वर ये पत्थरटी उपरू खसी पड़ी जहाँफल कि एमती ही रही केवे भी से पत्थरटी खसुना। तो ये आपण मैंने देखिपे जो विष्णुकर मंदिर थिला जहाँकि बहुत बड़ थिला एठी आपण मैंने पार्किंग करें जहाँकि बिना मूल्य पार्किंग सुविधा आपण मानक मिल ता सहित ये आपण मानकर देवींकर मंदिर मिल जाउछि आपण ताहा भी दर्शन करें बहुत सारा स्ट्रक्चर पुराना जुगर मूर्ति पत्थर रोचे आप देखिपे ताहा देखा मिल फाइनाली पलि आसिलु रूम को। तो आप देखिपे यहाँ हूँ मो रूम। तो सांग मैंने जहाँकि मंदिर बहुत किसी रहस्य था जो कि पंचु पांडवंकर मंदिर स्थापन भी करा जायतिला सहित द्रौपदी मंदिर स्थापन कराइला। तो टी सुनामी 2014 मसीहा 13 मसीह आसवा द्वारा तो सी कौन होना मैक्सिमम मंदिर समुद्र रे बुड़ीगला। तो बाकी केवल एठी आपण मानकु देखिया मिल ब्रह्मा विष्णु महेश्वर मंदिर आपण मानकु केवल देखिया मिल। तो आपण माने जदि चेन्नई रु जाउचंती महाबलीपुरम जो कि मामलापुरम ताले आपण 30 ରୁ 40 टका बस रे पड़ीजिवो। जदि आपण माने बाइक रे जाउचंती तो सेटा आपणकर पेट्रोल जहाँ भी खर्च हम। तो चेन्नई रु जदि आपण माने जाउचंती महाबलीपुरम जो मामलापुर जाउचंती जहाँकि 40 ରୁ 45 किलोमीटर डिस्टेंस रोची। तो आपण माने मध्य जाइकरी विजिट करि परिबे। जदि फ्रेंड्स वीडियोटी भल लागिछि तो आपण निश्चित भाव लाइक करंतु सब्सक्राइब करंतु आ गोटे कमेंट मध्य दियंतु प्लीज आपण मानकु एतिकी मोर रिक्वेस्ट। तो देखा हो आ गोटे नुआ एपिसोड आ गोटे नुआ वीडियो रे से पर्यंत जय जगन्नाथ।